Happy birthday to you. Happy birthday dear Nitu. মানব সেবার মন্দির স্নেহ মমতার আধার মানব সেবার মন্দির। ଆଜିକା ଯୁଗରେ ଛୋଟ ଛୁଆଙ୍କଠୁ ଆରମ୍ଭ କରି ଯୁବପିଢ଼ିଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଜନ୍ମଦିନକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି। କିଏ ପାର୍ଟି କରି ପବ୍ ଯାଇ କେକ୍ କାଟି ଜନ୍ମଦିନ ପାଳନ କରିଥାଏ ତ ଆଉ କିଏ ମନ୍ଦିର ଯାଇ। କିନ୍ତୁ କେନ୍ଦ୍ରାପଡ଼ା ନିବାସୀ ନିତୁ ମହାରଣା ମ୍ୟାଡାମ ତାଙ୍କ ଜନ୍ମଦିନକୁ ରିଓ ଚାରିଟେବୁଲ ଟ୍ରଷ୍ଟ ବୃଦ୍ଧାଶ୍ରମରେ ପାଳନ କରିଛନ୍ତି। ଆଜିକାଲିର ଯୁବପିଢ଼ି ଡିସ୍କୋ ଓ କ୍ଲବ ଯାଉଥିବା ବେଳେ ମ୍ୟାଡାମ କିଛି ନିଆରା ଢଙ୍ଗରେ ନିଜର ସ୍ପେଶାଲ ଦିନରେ ବାପା ମାଙ୍କ ସହିତ ଖୁସି ବାଣ୍ଟିଛନ୍ତି। ସ୍ନେହ ମନ୍ଦିରକୁ ଆସି ଜନ୍ମଦିନ ପାଳନ କରି ବାପା ମାଙ୍କୁ ନିଜ ହାତରେ ଖାଦ୍ୟ ପରସିବା ସହିତ ତାଙ୍କ ମନକୁ ବହୁତ ଖୁସି ଓ ଆନନ୍ଦ ମିଳୁଛି ବୋଲି ନିଜେ ବ୍ୟକ୍ତ କରିଛନ୍ତି। ଆମର ଏହି ସ୍ନେହ ମନ୍ଦିର ତରଫରୁ ନିତୁ ମ୍ୟାଡାମଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହିତ ଭଗବାନଙ୍କ ନିକଟରେ ତାଙ୍କର ମଙ୍ଗଳ କାମନା କରୁଛୁ। ମ୍ୟାଡ଼ାମ ଆଜି ଆପଣଙ୍କ ଜନ୍ମଦିନ ଥିଲା, ଆପଣ ଜନ୍ମଦିନ କାହିଁକି ଆଶ୍ରମରେ ଜନ୍ମଦିନ ପାଳିବାକୁ ମନ କଲେ? ମନରେ ଏମିତି ହଠାତ୍ ଆସିଲା ଯେ ନାଇଁ ଗୋଟେ ଆଶ୍ରମରେ ସେଲିବ୍ରେଟ୍ କଲେ ଭଲ ଲାଗିବ, ମନ ବହୁତ ଶାନ୍ତି ଲାଗିବ, ସେଥିଲାଗି। ଆଜିକାଲି ଯୁବପିଢି ମାନେ ଯାଇକି ଏତେ ଏତେ ଜାଗାରେ ପାର୍ଟି କ୍ଲବ ଡିସ୍କୋ ସାଙ୍ଗସାଥି ଗହଳିରେ ଯାଇକି ସେଲିବ୍ରେଟ କରନ୍ତି, ଆପଣ ଗୋଟେ ବୃଦ୍ଧାଶ୍ରମ କାହିଁକି ବାଛିଲେ ସେଲିବ୍ରେସନ କରିବାକୁ? କାହିଁକି ନା ସେଇ ସବୁରେ ଯେତିକି ଖୁସି ଲାଗେନି। ଆଚ୍ଛା, ଆପଣଙ୍କୁ ଆମ ଏ ଆଶ୍ରମକୁ ଆସିକି କେମିତି ଲାଗିଲା? ବହୁତ ଖୁସି ଲାଗିଲା, ସମସ୍ତେ ବି ବହୁତ ଭଲରେ ଖୁସିରେ ଅଛନ୍ତି। ଏଠି ପରିଷ୍କାର ପରିଚ୍ଛନ୍ନ ଭଳିଆ ବହୁତ ନିଟ୍ ଆଣ୍ଡ କ୍ଲିନ୍ ଅଛି। ଆଜି ଦେଖିପାରୁଛି ଯେମିତି ମ୍ୟାଡାମଙ୍କ ଆଜି ଜନ୍ମଦିନ ଥିଲା, ଜନ୍ମଦିନରେ ସିଏ କୌଣସି ସାଙ୍ଗସାଥି କୋଉ ପାର୍ଟି କ୍ଲବକୁ ନ ବାଛିକି ଆସିଛନ୍ତି ଏଇ ଅସହାୟ ମା ବାପାଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ। କୋଉଠି ନା କୋଉଠି ତାଙ୍କୁ ଲାଗିଲା ଯେ ଏଇମାନଙ୍କ ହସରେ ହିଁ ତାଙ୍କୁ ଆକ୍ଚୁଆଲି ଆତ୍ମତୃପ୍ତି ମିଳିବ ଆଉ ତାଙ୍କୁ ଆଶୀର୍ବାଦ ମିଳିବ। ସେଥିଲାଗି ସେ ବାଛିଲେ ଏଇ ଆମ ବୃଦ୍ଧାଶ୍ରମକୁ ଏ ବୃଦ୍ଧ ମା ବାପାଙ୍କ ସହିତ ସେଲିବ୍ରେଟ କରିବେ। ଆଉ ମ୍ୟାଡାମ ବହୁତ ଆସିକି ମା ବାପାଙ୍କ ସହିତ ମିଶିଲେ, ଆଶ୍ରମକୁ ବି ବହୁତ ଆପ୍ରିସିଏଟ କଲେ। ଯାହା ହଉ ବହୁତ ସୁନ୍ଦର ହେଇଛି, ବହୁତ ପରିଷ୍କାର ରଖିଛନ୍ତି ଆପଣମାନେ। ତ ତାଙ୍କ ସହିତ ଆମର ଲଭ ଷ୍ଟାର ଭାଇମାନେ ଯୋଉମାନେ କି ଏଇ ଅର୍ଗାନାଇଜେସନ ସହିତ ସବୁବେଳେ ସେମାନେ ଜଡିତ ଅଛନ୍ତି, ବିଭିନ୍ନ କାର୍ଯ୍ୟରେ ସବୁବେଳେ ଆସି ସାହାଯ୍ୟର ହାତ ବଢାନ୍ତି। ମା ବାପାଙ୍କ ପାଇଁ ସବୁବେଳେ ସେ ଆଗଭର ହେଇକି ଆସନ୍ତି। ଆମ ସହିତ ଆଜି ନାହିଁ ଦୀର୍ଘ ଦିନ ଧରି ଅଛନ୍ତି। ଧନ୍ୟବାଦ ସେମାନଙ୍କୁ ବି ଯେତେ ମାତ୍ରାରେ ଭଲ ପାଉଥିବାରୁ। କାହିଁକିନା ଆମେ ସମସ୍ତେ ଯୋଉ ପ୍ରୟାସଟି କରୁଛନ୍ତି ସମାଜ ସେବା ପାଇଁ, ଅସହାୟ ଲୋକଙ୍କ ମୁହଁରେ ଟିକେ ହସ ଫୁଟିବା ପାଇଁ, ତ ସେଇ ପ୍ରଚେଷ୍ଟା ଆମ ସମସ୍ତଙ୍କର ମୂଳ ମନ୍ତ୍ର। ତ ସେଇଭଳିଆ ଭଗବାନ କରନ୍ତୁ, ମ୍ୟାଡାମଙ୍କ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହୁ। ସେ ବର୍ତ୍ତମାନ ଗୋଟେ ଷ୍ଟୁଡେଣ୍ଟ ବି, ସେ ପାଠ ବି ପଢୁଛନ୍ତି। ସେ ବହୁତ ଭଲ ପାଠ ପଢନ୍ତୁ, ଆଗକୁ ଉନ୍ନତି କରନ୍ତୁ, ନିଜ ଘର ପରିବାର ଅଞ୍ଚଳର ନାଁ ରଖନ୍ତୁ। ଏହା ହିଁ ଆମ ରିଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଶା ଓ ବିଶ୍ୱାସ। ଜୟ ଜଗନ୍ନାଥ।